ମଧୁପୁର ଗାଁରେ ସୁନ୍ଦର ଜଙ୍ଗଲଟିଏ ଥିଲା। ସେହି ଜଙ୍ଗଲରେ ଅନେକ ଜୀବଜନ୍ତୁ ବହୁ ଖୁସିରେ ଜୀବନଯାପନ କରୁଥିଲେ। ଦିନେ ହଠାତ୍ ସେ ଜଙ୍ଗଲରେ କାଠ ଚୋର ପଶିଲେ। ସେମାନେ ଧୀରେ ଧୀରେ ସବୁ ଗଛକୁ କାଟି ସବୁ କାଠ ସଂଗ୍ରହ କରି ବିକିବାକୁ ଲାଗିଲେ। ଦିନକୁ ଦିନ ଜଙ୍ଗଲ ଶେଷ ହେବାକୁ ଲାଗିଲା। ଏହା ଦେଖି ପଶୁପକ୍ଷୀମାନେ ସବୁ ଭାବିବାକୁ ଲାଗିଲେ, ଏହିପରି ଭାବେ ଜଙ୍ଗଲ ନଷ୍ଟ ହୋଇଗଲେ ଆମେମାନେ କିପରି ଏଠାରେ ରହିବା? ଆମ ଜୀବନ ବଞ୍ଚିବା ଅସମ୍ଭବ ହୋଇପଡ଼ିବ। ସେଥିପାଇଁ ସେମାନେ ଏକ ଉପାୟ ପାଞ୍ଚିଲେ। କାଠ ଚୋର କାଠ ହାଣୁଥିବା ସମୟରେ ସମସ୍ତ ପଶୁପକ୍ଷୀ ଏକା ସଙ୍ଗରେ ସେମାନଙ୍କ ଉପରେ ଆକ୍ରମଣ କଲେ। ଏହା ଦେଖି କାଠ ଚୋରମାନେ ବହୁ ଡରିଯାଇ ଜଙ୍ଗଲ ଛାଡ଼ି ଦୂରକୁ ଦୂରକୁ ଦୌଡ଼ି ଦୌଡ଼ି ପଳାଇଲେ। କାଠ ଚୋର ଯିବା ପରେ ପଶୁପକ୍ଷୀ ପୁଣି ସୁଖରେ ହସ ଖୁସିରେ ନିଜର ଜୀବନଯାପନ କରିବାକୁ ଲାଗିଲେ।